ବାଲେଶ୍ୱରରୁ ଭଲରେ ବସ୍ରେ ବସିଲେ ହେଲେ ପାଣି କୋଇଲିରେ ଜୀବନ ଚାଲିଗଲା। ପାଣି କୋଇଲି ବ୍ରିଜ ଉପରେ ମୃତ ଅବସ୍ଥାରେ ମିଳିଲେ, କିନ୍ତୁ କେମିତି କେଉଁ ପରିସ୍ଥିତିରେ ଜୀବନ ଗଲା ତାହା ଏବେ ପ୍ରଶ୍ନବାଚୀ। କଥାରେ ଅଛି, ରଖେ ହରିତ ମାରେ କିଏ, ଆଉ ମାରେ ହରିତ ରଖେ କିଏ। ମୃତ୍ୟୁ ଏହା ଏମିତି ଗୋଟିଏ ଶବ୍ଦ, ତାହା କେତେବେଳେ କେଉଁଠି ଆସିଥାଏ କାହାକୁ ବି ଜଣା ନଥାଏ। ଆଉ ଏଠି ବି ଠିକ୍ ସେଇଆ ଘଟିଛି। ମୃତ୍ୟୁକୁ ଯେ ଏମିତି ଅବସ୍ଥାରେ ଏ ବ୍ୟକ୍ତି ଜଣକ ସାମ୍ନା କରିବେ ତାହା ହୁଏତ ସେ ଘରୁ ବାହାରିବା ସମୟରେ ଆଦୌ ଭାବି ନଥିବେ, କି ତାଙ୍କ ଘର ଲୋକ ବି କଳ୍ପନା କରିନଥିବେ। ଭଲ ଲୋକଟା ତ ଯାଇଛି, କାହିଁକି କିଏ କିଛି ଅନିଷ୍ଟ ଭାବିବ କେମିତି? ଆଉ ଦୁନିଆରେ ମାନବିକତା ବି ଏମିତି ଭାବରେ ଆମ ସମାଜରୁ ଦୂରେଇ ଗଲାଣି, ତାକୁ ମଧ୍ୟ ଆପଣ ଏ ଘଟଣାରୁ ଜାଣିପାରିବେ। ଏମିତି କେହି କାହା ସହିତ ବି କରିବନି ଯାହା ଏ ବ୍ୟକ୍ତିଙ୍କ ସହ ହୋଇଛି। ଆମେ କହୁଛୁ ପାଣି କୋଇଲି ଓଭରବ୍ରିଜ ରାସ୍ତା କଡ଼ରେ ମୃତ ଅବସ୍ଥାରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କ କଥା, ଯିଏକି ଏକାକୀ ବାଲେଶ୍ୱରରୁ କଟକ ଆସୁଥିଲେ ନିଜର ରୋଗ ଭଲ କରିବାକୁ। ଚିକିତ୍ସା ପାଇଁ ସେ କଟକ ଯାଉଥିଲେ, ହେଲେ ଅଧା ବାଟରେ କେମିତି କେଜାଣି ବସ୍ରେ ଯାଉଥିବା ଏ ବ୍ୟକ୍ତି ପଡ଼ିଥିଲେ ରାସ୍ତା କଡ଼ରେ। ମୁଣ୍ଡ ତଳେ ସାଙ୍ଗରେ ଆଣିଥିବା ବ୍ୟାଗ୍ ରହିଛି, ପିନ୍ଧିଥିବା ଚପଲ ଦୁଇଟି ଗୋଡ଼ରୁ ବାହାରି ଏପଟ ସେପଟ ପଡ଼ିଛି, ହେଲେ ଦେହରେ ତାଙ୍କର ଜୀବନ ନାହିଁ। ସମସ୍ତେ ତାଙ୍କୁ ଦେଖି ତାଜୁବ୍। ଯିଏ ଦେଖୁଥିଲା ମନରେ ଗୋଟିଏ ପ୍ରଶ୍ନ ଆସୁଥିଲା, ଏ ଲୋକଟି ଏଠାକୁ କେମିତି ଆସିଲେ? ନା ବସ୍ବାଲା ତାଙ୍କୁ ଏମିତି ଭାବେ ଫୋପାଡ଼ି ଦେଇ ଚାଲିଯାଇଛି? ତେବେ ବ୍ୟକ୍ତିଙ୍କ ପରିଚୟ ମିଳିବା ପରେ ଜଣାପଡ଼ିଲା, ଇଏ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ ଗୋପୀନାଥପୁର ଗାଁର ଯୁବକ ଜଗତ ଜ୍ୟୋତି ଆଚାର୍ଯ୍ୟ, ଯିଏକି ଦୀର୍ଘ ଦିନ ହେବ ଲିଭର ସୋରିଆସିସ୍ ରୋଗରେ ପୀଡ଼ିତ ଥିଲେ। ଗତ 11 ତାରିଖ ବୁଧବାର ଦିନ କଟକ ବଡ଼ ମେଡିକାଲକୁ ଚିକିତ୍ସା ହେବାକୁ ଘରୁ ବାହାରିଥିଲେ। ତାଙ୍କ ସାଙ୍ଗ ଜଣେ ଘରୁ ଆଣି ଶେରଗଡ଼ ଛକଠାରେ ବସ୍ରେ ଛାଡ଼ିଥିଲେ। ଆଉ ସେପଟେ କଟକ ବସ୍ଷ୍ଟାଣ୍ଡରେ ତାଙ୍କ ସାଙ୍ଗ ଅନେଇ ବସିଥିଲେ କେତେବେଳେ ଜଗତଜ୍ୟୋତି ପହଞ୍ଚିବେ। ତେବେ ବସ୍ରେ ବସି ଜଗତଜ୍ୟୋତି ଯାଉଥିଲେ ସିନା, ବସ୍ରେ ତାଙ୍କର ଅଚାନକ 2 ଥର ବାନ୍ତି ହୋଇଥିଲା। ଏ କଥା ସେ ତାଙ୍କ ଘରକୁ ଫୋନ୍ କରି କହିଥିଲେ। ଧୀରେ ଧୀରେ ବସ୍ ଆଗକୁ ବଢ଼ିଥିଲା। କିଏ ବା ଜାଣିଥିଲା ଟିକିଏ ଅସୁସ୍ଥତା ତାଙ୍କୁ ମୃତ୍ୟୁ ଆଡ଼କୁ ଟାଣି ନେଉଛି ବୋଲି। ତେବେ ଦେହ ଖରାପ ଥିବାରୁ ବସ୍ଟି ଜଗତଜ୍ୟୋତିଙ୍କୁ ପାଣିକୋଇଲିଠାରେ ଛାଡ଼ି ଚାଲି ଯାଇଥିଲା। ଛକଠାରେ ସେ ଶୋଇଥିବା ଅବସ୍ଥାରେ ସ୍ଥାନୀୟ ଲୋକମାନେ ଦେଖି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ହସ୍ପିଟାଲକୁ ନେଉଥିଲେ, ହେଲେ ଅଧା ବାଟରେ ଆମ୍ବୁଲାନ୍ସରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ବୋଲି କୁହାଯାଉଛି। ତେବେ ଏହା ଦେଖି ଯାଜପୁର ଟ୍ରାଫିକ ପୋଲିସ ଜଗତଜ୍ୟୋତିଙ୍କ ନୀଳଗିରି ଗୋପୀନାଥପୁର ଘରକୁ ଫୋନ୍ କରିଥିଲେ। ଫୋନ୍ରେ ଖବର ଶୁଣି ତାଙ୍କ ଘରେ କାନ୍ଦ ବୋବାଳି ପଡ଼ିଗଲା। ତୁରନ୍ତ ଘର ଲୋକେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମର ଶରୀରକୁ ବ୍ୟବଚ୍ଛେଦ କରି ଘରକୁ ଆଣିଥିଲେ। ଗାଁ ଶ୍ମଶାନରେ ଜଗତଜ୍ୟୋତିଙ୍କ ମର ଶରୀରକୁ ଅନ୍ତିମ ସଂସ୍କାର କରିଥିଲେ। ତାଙ୍କ ସାନ ଭାଇ ମୁଖାଗ୍ନି ଦେଇଥିଲେ। ଜଗତଜ୍ୟୋତିଙ୍କ ଏଭଳି ଅଚାନକ ଦେହାନ୍ତରେ ଗାଁ ଓ ପରିବାରରେ ଏବେ ଶୋକାକୁଳ ପରିବେଶ। ଆଜ୍ଞା, ସିଏ ଲିଭର ସୋରିଆସିସ୍ 6 ମାସ ହେଲା ଆକ୍ରାନ୍ତ ହେଇକି ଥିଲେ। ସିଏ କଟକ ବଡ଼ ମେଡ଼ିକାଲ ଟ୍ରିଟମେଣ୍ଟ ପାଇଁ ଚେକଅପ୍ରେ ଯାଉଥିଲେ। ତାଙ୍କୁ ଆମେ ନେଇକି ଶେରଗଡ଼ରେ ବସ୍ରେ ବସିଥିଲେ। କେଉଁ ବସ୍ଟା ତ ଆମେ କହିପାରିବାନି। ସିଏ ଖାଲି କହୁଥିଲେ କେତେ ଶାନ୍ତିଲତା, ତା କଡ଼ରେ କ'ଣ ସାହେବ ବୋଲି ଲେଖା ହେଇଥିଲା। ସିଏ ବି ଆମେ କନଫର୍ମ ନୁହେଁ। ସିଏ ତାପରେ ଯାଇକି ବସ୍ରେ ବସିକି ଘରକୁ ଫୋନ୍ କରିଥିଲେ, କହିଲେ ମୁଁ ଏମିତି ବସିଛି ବସ୍ର, ଆଉ 12:30 ବେଳେ ଶିକରପୁରରେ ପହଞ୍ଚିବ। ପହଞ୍ଚିଲା ପରେ କାହ୍ନୁ ମୋତେ ଆସିକି କଟକରୁ ବସ୍ ଶିଖରପୁର ବସ୍ ଷ୍ଟାଣ୍ଡରୁ ମୋତେ ରିସିଭ୍ କରିବ। ତାପରେ ବସ୍ରେ ବସିଲା ପରେ ମୁଁ ତାଙ୍କୁ 3-4 ଥର ତାଙ୍କ ମୋବାଇଲକୁ ଟ୍ରାଏ କରିଛି, କିନ୍ତୁ ସେ ଫୋନ୍ ଉଠେଇ ନାହାନ୍ତି ମୋର। ତାପରେ 10:48 ସେ ସାଙ୍ଗ ପାଖକୁ କାହ୍ନୁ ପାଖକୁ ବୋଲି ତାଙ୍କୁ ଫୋନ୍ କରିଥିଲା। ଫୋନ୍ କଲା ଫଳରେ ସେ ଦେଇ କହିଲା, କ'ଣ ମୋତେ 2ଟା ବାନ୍ତି ହେଇଗଲାଣି, ଆଉ ମୋତେ ବହୁତ ଦୁର୍ବଳ ଲାଗୁଛୁ, ଆଉ ମୁଁ ତୋ ପାଖରେ ପହଞ୍ଚିଲେ ମୋତେ ଆଗେ ତୁ ନେଇକି ଟିକେ ମେଡ଼ିକାଲର ଏମର୍ଜେନ୍ସି ଦେଖେଇଦେବୁ। ସେ ଆମ ସେ ସାଙ୍ଗ କାହ୍ନୁ କହିଲା ଯେ, ହଉ ତାହେଲେ ଠିକ୍ ଅଛି, ତୁ ଆସିକି ପହଞ୍ଚିଲା ପରେ ମୁଁ ତୋତେ ନେଇକି ମେଡ଼ିକାଲର ଆଡ଼ମିଟ୍ କରେଇଦେବି। ଆମେ ସର ଗଲେ, ସରରୁ ସେଠୁ ଗାଡ଼ି କରିକି ଗଲାବେଳକୁ ପାଣିକୋଇଲି PSକୁ ମୋତେ ଆଗେ ନେଇଥିଲେ। PSକୁ ଗଲାବେଳକୁ ମୋତେ ବି ସେ କହୁନାହାନ୍ତି ଯେ ଭାଇ ତୁ ଡେଥ୍ କରିନି। ମୁଁ କହିଲି ମୋତେ ମେଡ଼ିକାଲ ନ ନେଇ କାହିଁ PS ଆଣିଛ? ସିଏ IAC ବହୁତ କୋଅପରେଟିଭ୍ କଲେ। ସେଠି ସବୁ ଲେଖାପଢ଼ା କରିକି ଆମେ ଯାଇକି ପହଞ୍ଚିଲେ ଯାଜପୁର ମେଡ଼ିକାଲ। ଆଉ ଆମେ ତା ପରଦିନ କାଲିକି କରିବା ଦେଇକି ଆମେ ସେଠି ରାତିରେ ରହିଲେ। ତାପରଦିନ ଡେଡ୍ ବଡି ପୋଷ୍ଟ PM ହେଲା ପରେ ଆମେ ନେଇକି ଆସିଲେ। କାଲି ଆସିକି ଶବଦାହ କଲେ। ଏଠି ପହଞ୍ଚିଲାକୁ 3ଟା ହେଇଗଲାଣି। ବୟସ ମାତ୍ର 36 ବର୍ଷ ଜଗତଜ୍ୟୋତିଙ୍କର। ବିବାହ କରିଥିଲେ 2014ରେ।
ତାଙ୍କର ପତ୍ନୀ ଓ 2ଟି ପୁଅ ଅଛନ୍ତି। ଏବେ ବେସାହାରା ହୋଇଯାଇଛି ତାଙ୍କର ଘର ପରିବାର। ଯାଜପୁର ରୋଡରୁ ବିଶ୍ୱଜିତ କରଙ୍କ ସହ ବାଲେଶ୍ୱର ନୀଳଗିରିରୁ ଜଗନ୍ନାଥ ଦାସଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।